ଶ୍ରୋତାବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି ମହାଶିବରାତ୍ରି ବା ଜାଗର। ଜାଗର ବ୍ରତ ଆମେ କାହିଁକି ପାଳନ କରନ୍ତି? ପ୍ରତ୍ୟେକ ମାସର ଚତୁର୍ଦ୍ଦଶୀ ଦିନ ଶିବ ଭକ୍ତମାନେ ଶିବ ପୂଜା କରିଥାନ୍ତି, କିନ୍ତୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ ଜାଗର ବା ଶିବରାତ୍ରି ବୋଲି କୁହାଯାଏ। ଶିବଙ୍କର ଏହା ଏକ ବଡ଼ ପର୍ବ। ଏହି ଦିନ ଅମାବାସ୍ୟା ହୋଇଥାଏ। ଭକ୍ତମାନେ ଦିନ ତମାମ ଉପବାସ ବ୍ରତ ପାଳନ କରି ରାତ୍ରି ସାରା ଉଜାଗର ରୁହନ୍ତି। ଏହି ଦିନ ହରି ଏବଂ ହର ଏକ ହୁଅନ୍ତି ବୋଲି ପୁରାଣରୁ ଜଣାଯାଏ। ବିଷ୍ଣୁ ଏବଂ ଶିବ ଏକ ଏବଂ ଅଲଗା ଅଲଗା ନୁହନ୍ତି। ଏହି ଦିନ ହିଁ ହରିହରଙ୍କର ମିଳନ ହୋଇଥାଏ। ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳ। ଶିବଙ୍କର ଅନ୍ୟ ନାମ ରୁଦ୍ର। ରୁଦ୍ର ପ୍ରଳୟର ଦେବତା। ଯେ ରୁଦ୍ର ସେ ହିଁ ଶିବ। ସୃଷ୍ଟି ପାଳନ ଓ ପ୍ରଳୟର ଦେବତା ହେଲେ ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର। ଶିବଙ୍କର ଅନ୍ୟ ନାମ ମହେଶ୍ୱର। ପଞ୍ଚୋପାସନା ମଧ୍ୟରେ ଶିବ ଓ ଶିବଙ୍କ ପରିବାର ମୁଖ୍ୟ ସ୍ଥାନ ଲାଭ କରିଥାନ୍ତି। ତେଣୁ ଦେବଗଣଙ୍କ ମଧ୍ୟରେ ବ୍ରହ୍ମା ଓ ବିଷ୍ଣୁ ପରି ଶିବଙ୍କର ମଧ୍ୟ ପ୍ରାଧାନ୍ୟ ରହିଛି। ସମସ୍ତ ଜ୍ଞାନର ସେ ଈଶ୍ୱର। ସମସ୍ତ ଶାସ୍ତ୍ରର ସେ ଉପଦେଶ ଦେଇଛନ୍ତି। ପାର୍ବତୀ ତାଙ୍କର ଶିଷ୍ୟା। ପାର୍ବତୀ ପ୍ରଶ୍ନ ପଚାରନ୍ତି ଓ ଶିବ ଉତ୍ତର ଦେଇଥାନ୍ତି। ଶିବ ପାର୍ବତୀଙ୍କ ପ୍ରଶ୍ନ ଉତ୍ତର କାବ୍ୟ, ଇତିହାସ, ପୁରାଣ ପ୍ରଭୃତିର ମୂଳ ଉତ୍ସ। ଶିବଙ୍କ ମହିମା ସେଥିରେ ପ୍ରକଟିତ। ସେହି ମଙ୍ଗଳମୟ ଆଶୁତୋଷ ଶିବଙ୍କର ଆବାହନ, ଉପାସନା ଏବଂ ପୂଜା ଅର୍ଚ୍ଚନା ପାଇଁ ଲୋକେ ନାନା ପ୍ରକାର ପର୍ବପର୍ବାଣୀ, ଯାତ୍ରା, ଉତ୍ସବ ପାଳନ କରନ୍ତି। ମହାଶିବରାତ୍ରି ସେହିପରି ଏକ ସର୍ବଭାରତୀୟ ପର୍ବ ଅଟେ। ସମଗ୍ର ଭାରତ ବର୍ଷରେ ଏହା ପାଳିତ ହୋଇଥାଏ। ଶିବ ବ୍ୟକ୍ତିର, ପରିବାରର ଓ ସମାଜର ଦେବତା। ତାଙ୍କର ଦାମ୍ପତ୍ୟ ଜୀବନ ଅଛି, ପିଲାଛୁଆ ଅଛନ୍ତି। ସେ ରାଗନ୍ତି, ଖୁସି ବି ହୁଅନ୍ତି। ତାଙ୍କ ଖୁସି ପାଇଁ ଲୋକେ ନାନା ପ୍ରକାର ଯାନିଯାତ୍ରା କରନ୍ତି। ଶିବ ଚତୁର୍ଦ୍ଦଶୀ ସେହିପରି ଏକ ଉତ୍ସବ। ପ୍ରତି ମାସରେ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବଙ୍କ ଉଦ୍ଦେଶ୍ୟରେ ବିଶେଷ ପୂଜା, ବ୍ରତ ଏବଂ ଅନ୍ୟାନ୍ୟ ଉତ୍ସବ ପାଳିତ ହେଉଥିଲେ ମଧ୍ୟ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ ଶିବରାତ୍ରି ବୋଲି, ମହାଶିବରାତ୍ରି ବୋଲି କୁହାଯାଏ। ଲୋକେ ଏହାକୁ ଜାଗର ଯାତ୍ରା କହନ୍ତି। କେତେକ ସ୍ଥାନରେ ମାଘ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଏହି ଉତ୍ସବ ପାଳନ ହେଉଥିଲେ, କିନ୍ତୁ ଶିବରାତ୍ରି ଉତ୍ସବ ସୌର ମାସ ହିସାବରେ ଫାଲ୍ଗୁନ ମାସରେ ହିଁ ପାଳିତ ହୁଏ। ପୁରାଣ ଓ ଲୋକ ସାହିତ୍ୟରେ ଦେବଦେବ ମହାଦେବଙ୍କ ମହାତ୍ମ୍ୟ ବିଷୟରେ ବହୁ କାହାଣୀ ଅଛି। ଓଡ଼ିଶାର ପ୍ରତ୍ୟେକ ଶିବ ମନ୍ଦିର ସମ୍ବନ୍ଧରେ କିଛି ନା କିଛି କିମ୍ବଦନ୍ତୀ ଆଉ ଲୋକକଥା ଥିବାର ଶୁଣାଯାଏ। ଶିବଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ବ୍ରତ ସମ୍ବନ୍ଧରେ ମଧ୍ୟ ବିଭିନ୍ନ ପୁରାଣରେ ନାନା ପ୍ରକାର କାହାଣୀ ବର୍ଣ୍ଣନା କରାଯାଇଛି। ପୂର୍ବ କାଳରେ ଜଣେ ବ୍ୟାଧ ଥିଲା। ଶିକାର କରି ତାର ପରିବାରକୁ ପୋଷୁଥିଲା। ଶିବରାତ୍ରି ଦିନ ବଣରେ ବୁଲି ବୁଲି ଗୋଟିଏ ମୃଗ ଶିକାର କଲା, କିନ୍ତୁ ଅନ୍ଧାର ହୋଇଯିବାରୁ ସେ ଘରକୁ ଫେରି ପାରିଲା ନାହିଁ। ଗୋଟିଏ ବେଲ ଗଛ ଉପରେ ଚଢ଼ି ସାରା ରାତି ସେ ଉଜାଗରରେ ବସି ରହିଲା। ଭୋକ ଏବଂ ଶୋଷରେ ପ୍ରାଣ ବ୍ୟାକୁଳ ହେଉଥିଲା ତାର, ତେଣୁ ଆଖିକୁ ନିଦ ଆସୁନଥିଲା। ସେ ବେଲପତ୍ର ଛିଡ଼େଇ ଗୋଟିଏ ଗୋଟିଏ କରି ତଳକୁ ରାତି ସାରା ପକାଉଥିଲା, କିନ୍ତୁ ତଳକୁ ଫିଙ୍ଗୁଥିବା ବେଲପତ୍ର ଗୁଡ଼ିକ ଗଛ ମୂଳରେ ଥିବା ଶିବଲିଙ୍ଗଙ୍କ ଉପରେ ପଡ଼ୁଛି ବୋଲି ସେ ଜାଣିନଥିଲା। ସକାଳ ହେବାରୁ ମୃଗକୁ ନେଇ ସେ ଘରେ ପହଞ୍ଚିଲା। ମୃଗ ମାଂସ ବିକ୍ରି କରି ସେ ଖାଦ୍ୟଦ୍ରବ୍ୟ କିଣି ଆଣିଲା। ଭୋଜନ ପ୍ରସ୍ତୁତ ହେଲା। ଏହି ସମୟରେ ଜଣେ ଅତିଥି ଆସି ଖାଇବା ପାଇଁ ମାଗିଲେ। ବ୍ୟାଧ ପ୍ରଥମେ ତାଙ୍କୁ ଖାଇବାକୁ ଦେଇସାରି ନିଜେ ଖାଇଲା। ସେ କିଛି ନ ଜାଣି ମଧ୍ୟ ଜାଗର ବ୍ରତର କୃତ୍ୟ ପାଳନ କରିଥିବାରୁ ମୃତ୍ୟୁ ପରେ ଶିବଲୋକରେ ତାର ଆସନ ମିଳିଲା ଏବଂ ଶିବ କୃପା ସେ ଲାଭ କରିପାରିଥିଲା। ଏହିଭଳି କିମ୍ବଦନ୍ତୀକୁ ନେଇ ଆମର ଜାଗର ବା ଶିବରାତ୍ରି ପର୍ବଟି ପାଳନ କରି ଆସୁଛନ୍ତି ଆମ୍ଭେମାନେ। ଏହି ଦିନ କଥିତ ଅଛି ଯେ ଏହି ଦିନ ଭକ୍ତମାନେ ଶିବଙ୍କର ପ୍ରିୟ ଫୁଲ ଆଉ ବେଲପତ୍ର ନେଇ ପୂଜା କଲେ ସବୁ ଭକ୍ତଙ୍କର ମନସ୍କାମନା ପୂରଣ ହୁଏ। ପ୍ରିୟ ଫୁଲ ଭିତରେ ଆମର ଜାଗର ପାଇଁ କେତକୀ, ଅରଖ, ଦୁଦୁରା ଏବଂ ଗଇସ ଫୁଲ
ଏହି ଫୁଲ ଗୁଡ଼ିକ ଶିବଙ୍କର ଅତି ପ୍ରିୟ ଏବଂ ଭକ୍ତମାନେ ଏହି ଫୁଲ ଶିବଙ୍କ ଦେହରେ ଭକ୍ତିର ସହିତ ଶିବଙ୍କ ମଥାରେ ଲାଗି କଲେ ନିଶ୍ଚିତ ଭାବରେ ମନସ୍କାମନା ପୂରଣ ହେବ ବୋଲି ଆମର ପୁରାଣରେ ବିଭିନ୍ନ କାହାଣୀ ବର୍ଣ୍ଣିତ ଅଛି। ତାହେଲେ ଆଜି ପାଇଁ ଶିବରାତ୍ରି ବା ଜାଗରର ଉପାଖ୍ୟାନ ଏଇଠି ରଖୁଛି। ରହିଲି। ମହାଶିବରାତ୍ରି ଆପଣମାନଙ୍କ ପାଇଁ ଖୁସି ଆଣିଦେଉ ଏବଂ ଦେବଦେବ ମହାଦେବ ଆପଣମାନଙ୍କର ଜୀବନରେ ଅସରା ଅସରା ସୁଖ ଶାନ୍ତି ଆଣିଦିଅନ୍ତୁ। ଏହି କାମନା ସହିତ ରହୁଛି। ଧନ୍ୟବାଦ।